ଗାଁରେ ଏକ କୋଣରେ ଥିଲା ଏକ ଛୋଟ ଘର। ସେଠି ରହୁଥିଲେ ଗୋପାଳ ଓ ତାଙ୍କ ପରିବାର। ଗୋପାଳ ଏକ ଗରିବ କିନ୍ତୁ ସ୍ୱାଭିମାନୀ ଚାଷୀ ଥିଲେ। ସେ ଜୀବନରେ ଅନେକ କଷ୍ଟ ଦେଖିଛନ୍ତି, କିନ୍ତୁ କେବେ ହାର ମାନି ନଥିଲେ। ତାଙ୍କ ଜୀବନ କେବଳ ଏକ ଲକ୍ଷ୍ୟ ଥିଲା, ତାଙ୍କ ପୁଅ ବିବେକ ଭଲ ଭାବେ ପଢି ଏକ ଭଲ ମଣିଷ ହେଉ। ଗୋପାଳ ଦିନ ରାତି ହାତରେ କୁହୁଡ଼ି ଧରି କ୍ଷେତରେ କାମ କରିଥାନ୍ତି, କିନ୍ତୁ ଏହି ଗରିବୀ ତାଙ୍କ ଆତ୍ମାବଳକୁ କେବେ ଖାଇପାରି ନଥିଲା। ଜୀବନରେ ଅନେକ କଷ୍ଟ ଥିଲେ ମଧ୍ୟ ସେ ବିବେକଙ୍କ ନିମନ୍ତେ ସବୁ ଦେବାକୁ ପ୍ରସ୍ତୁତ ଥିଲେ। ବିବେକ ମଧ୍ୟ ଏହି ଅବସ୍ଥାକୁ ବୁଝିପାରୁଥିଲେ। ସେ ଜାଣିଥିଲା ଯେ ତାଙ୍କ ପିତା ତାଙ୍କ ନିମନ୍ତେ ଅନେକ ତ୍ୟାଗ କରୁଛନ୍ତି। ସେ ମନେ ମନେ ଶପଥ କଲା, ମୁଁ ଏମିତି କିଛି କରିବି ଯେଉଁଥିରେ ମୋ ପିତାଙ୍କ ଗର୍ବ ହେବ। ବିବେକ ଦିନ ରାତି ପଢିବା ଜାରି ରଖିଲେ। ଜାତୀୟ ପରୀକ୍ଷା ଆସିଲା ଏବଂ ସେ ଏତେ ମଧ୍ୟ ଉତ୍ତୀର୍ଣ୍ଣ ହେଲେ। ସେ ଏକ ଭଲ କଲେଜରେ ଭର୍ତ୍ତି ହେଲା, କିନ୍ତୁ ସେଠି ପଢିବା ପାଇଁ ପଇସା ଲାଗିବ। ଗୋପାଳ ଦେଶାନ୍ତର ଜିଲ୍ଲାକୁ କାମ କରିବାକୁ ଯାଇଥିଲେ। ସେ ରାତି ରାତି ଉଠି କାମ କରୁଥିଲେ ଏବଂ ମନେ ମନେ କହୁଥିଲେ, ମୋ ପୁଅ ଏକ ଭଲ ମଣିଷ ହେବ ଆଉ ମୋ ଜୀବନ ସଫଳ ହେବ। ଏଇଠି ଏ ବିବେକ ଏକ ଡାକ୍ତର ହୋଇଛନ୍ତି। ସେ ଗାଁକୁ ଫେରିଲେ। ତାଙ୍କ ପିତାଙ୍କ ଆଖିରୁ ଅଶ୍ରୁ ଝରି ପଡ଼ିଲା। ସେ ଗୋପାଳଙ୍କୁ କହିଲା, ପିତା, ଆପଣଙ୍କ ଦୁଃଖ ଏବେ ଶେଷ। ଆପଣ ଏବେ ବିଶ୍ରାମ ନିଅନ୍ତୁ। ଗୋପାଳଙ୍କ ଆଖିରୁ ଅଶ୍ରୁ ଝରି ପଡ଼ିଲା, କିନ୍ତୁ ଏହି ବେଳେ ଆନନ୍ଦ ଅଶ୍ରୁ। ସେ ମନେ ମନେ କହିଲେ, ମୋର ସବୁ ପରିଶ୍ରମ ଫଳିଲା। ଗୋପାଳ ଏବେ ବୃଦ୍ଧ ହୋଇ ପଡ଼ିଥିଲେ। ଶରୀର ସତେ ସହାନୁଭୂତି ଦେଉନଥିଲା, କିନ୍ତୁ ମନ ଏବେ ମଧ୍ୟ ଶକ୍ତିଶାଳୀ ଥିଲା। ଗାଁ ଲୋକମାନେ ବିବେକଙ୍କୁ ଡାକ୍ତର ବାବୁ ଭାବେ ସମ୍ମାନ ଦେବା ଲାଗିଲେ। ସେ କେବଳ ଏକ ସାଧାରଣ ଡାକ୍ତର ନୁହେଁ, ସେ ଏକ ଦୟାଳୁ ଏବଂ ସମର୍ପିତ ମଣିଷ ହୋଇଥିଲେ। ସେ ଗରିବ ଲୋକଙ୍କୁ ନିଃଶୁଳ୍କ ଚିକିତ୍ସା କରୁଥିଲେ। ତାଙ୍କ ଅଭାବକୁ ଜୀବନର ଅନୁଭବରେ ବୁଝିପାରୁଥିଲେ। ଗୋପାଳଙ୍କ ଏହି ଦୃଶ୍ୟ ଦେଖି ଅତ୍ୟନ୍ତ ଗର୍ବ ଅନୁଭବ କଲେ। ସେ ଏକଦିନେ ବିବେକଙ୍କୁ କହିଲେ, ପୁଅ, ତୁମେ ମୋ ଜୀବନର ସବୁଠୁ ବଡ଼ ସଫଳତା। ମୁଁ ଏବେ ମୋତେ ନିଶ୍ଚିନ୍ତ ଭାବିପାରିବି। ଏଭଳି ଅନେକ ସନ୍ଧ୍ୟା ଗୋପାଳ ବୃଦ୍ଧ ବଞ୍ଚିଥିଲେ, କିନ୍ତୁ ଏକ ଦିନ ଅଞ୍ଚଳରେ ଏକ ବଡ଼ ଅସୁଖର ଶିକାର ହେଲା। ଏକ ମହାମାରୀ ଫାଟିଲା ଏବଂ ଗାଁ ଲୋକମାନେ ଆତଙ୍କିତ ହେଲେ। ବିବେକ ଦିନ ରାତି ଲାଗି ଲୋକଙ୍କ ଚିକିତ୍ସା କରୁଥିଲେ। ଏହାକୁ ଦେଖି ଗୋପାଳ କହିଲେ, ମୋ ପୁଅ କେତେ ମହାନ ଡାକ୍ତର ହୋଇଛନ୍ତି। ବିବେକ ଗାଁକୁ ରକ୍ଷା କଲେ। ଗାଁ ଲୋକମାନେ ତାଙ୍କୁ ଅପାର ଭଲ ପାଇବେ ଏବଂ ସେ ଗାଁ ଏକ ଦୈବ୍ୟ ହୋଇ ରହିଲେ। ଗୋପାଳ ଏକଦିନ ଶାନ୍ତିରେ ନିଦ୍ରାରେ ଗଲେ ଏବଂ ବିବେକ ତାଙ୍କ ପିତାଙ୍କ ସ୍ୱପ୍ନ ଜୀବନ୍ତ କଲେ। ଏହି କାହାଣୀ ଏକ ଶିକ୍ଷା ଦିଏ, ପରିଶ୍ରମ କେବେ ବୃଥା ଯାଏ ନାହିଁ ଏବଂ ସତକ ମଧ୍ୟ ହେଉଛି ଏକ ସବୁଠୁ ବଡ଼ ଉପହାର। ଆମେ କାମକୁ ବହୁତ ଭଲ ଭାବରେ କରିଲେ ଆମକୁ ସବୁ କାମ ସହଜରେ ହେଇଯାଏ ଆଉ ଭଲ ଉପାୟରେ ବି ହେଇ ଆସିଥାଏ। ଆଉ ଆପଣମାନଙ୍କୁ କେମିତି କଣ ଲାଗିଲା ଏ କାହାଣୀ, କମେଣ୍ଟ କରିବେ, ସେୟାର କରିବେ, ସବସ୍କ୍ରାଇବ କରିବେ, ଲାଇକ୍ କରିବେ। ରହିଲି, ବାଏ ବାଏ।